ଆଉ ଗୋଟେ କଥା କହିବାକୁ ଚାହୁଁଛି MI ଫ୍ୟାନ୍ ବା ରୋହିତ ଶର୍ମା ଫ୍ୟାନ୍ ମାନଙ୍କୁ ତ ବହୁତ ଖରାପ ଲାଗିଲା ନା ହାର୍ଦ୍ଦିକ ପାଣ୍ଡିଆ କାଲିକା ଛୁଆ ସେ ରୋହିତ ଶର୍ମା କହୁଛି ରୋହିତ ଭାଇ ଇଧେ ଯାଉ ନା ରୋହିତ ଦୌଡ଼ିଲା ରୋହିତ କହିଲା ମୁଁ ଯିବି ତୋ ବୋପା ଯିବ ତୁ କ'ଣ ଯିବୁନୁ ତାକୁ ଯାଇକି ଅରୁଛୁ କ'ଣ କହିବୁ କହ। ଏଇଟା ଏଇ ବର୍ଷ ଲାଷ୍ଟ ମ୍ୟାଚ୍ ଧୋନିଙ୍କର ଧୋନି ସାର୍ଙ୍କର ତେଣୁକରି ମୁଁ ଆର ବର୍ଷଠୁ ଆଉ IPL ଦେଖିବିନି। କ୍ରିକେଟ୍ ଖେଳୁଛି ମୁଁ 7ଟା ବେଳକୁ ଯାଇକି ପଡ଼ିଆରେ ଆମର କିନ୍ତୁ ଆଉ ଦେଖିବିନି ଖେଳ। ଆଉ ବହୁତ ଦୁଃଖ ଲାଗିଲା କିନ୍ତୁ ଗୋଟେ କଥା ହେଉଛି RCB ବା ବାଙ୍ଗାଲୋର ଟିମ୍ ବା ବିରାଟ କୋହଲି ଫ୍ୟାନ୍ ଯେତିକ ତମେ କେବେ ବି ତମ ଜୀବନରେ କପ୍ ଦେଖିପାରିବନି କାହିଁକି ତମ ସବୁ ଫୁଟାଣିଆ କେବେ ବି ଦେଖିପାରିବନି କେବେ ନୁହଁ ତାପରେ MI ପିଲା ତାଙ୍କର 5ଟା ଆମର 5ଟା ଠିକ୍ ଅଛି କିନ୍ତୁ ଆଉ ଗୋଟେ ଦୁଃଖ ଲାଗିଲା ହାର୍ଦ୍ଦିକ ପାଣ୍ଡିଆ ଯେଉଁ କହିଲା ରୋହିତ ଭାଇ ଇଧର ଯାଉନ ରୋହିତ କହିଲା ରୋହିତ ଶର୍ମା କହିଲା ମୁଁ ଯିବି ତ ବୋପା ଯିବ ତୁ ଯିବୁନି ଆଉ ସତ ଆଜି ଚେନ୍ନାଇ ହାରିଗଲା ମୋତେ ଦୁଃଖ ଲାଗୁଛି। ମୁଁ MS ଧୋନିର ବଡ଼ ଫ୍ୟାନ୍ ଦୁଃଖ ଲାଗୁଛି। ଠିକ୍ ଟାଇମ୍ ହେବ 12:48 ଆଜି ମଧ୍ୟ ମୋତେ ଲାଗୁଛି ନିଦ ହେବନି ବହୁତ ଦୁଃଖ ଲାଗୁଛି କିନ୍ତୁ ବାଙ୍ଗାଲୋର ନା କ୍ୱାଲିଫାଏଡ଼ କଲା ବାଙ୍ଗାଲୋର ଜିତିଗଲା ସେମିତି ଗଲା ହାରି କିନ୍ତୁ ଫାଇନାଲ୍ ହେବା ଅସମ୍ଭବ। IPL ମଧ୍ୟ ବନ୍ଦ ହେଇଯିବ ବ୍ୟାନ୍ ହେଇଯିବ କିନ୍ତୁ ବିରାଟ କୋହଲି ବା RCB କେବେ ବି କପ୍ ନେଇପାରିବନି ଏଇଟା ମୁଁ ଲେଖିକି ଦେଉଛି କେବେ ବି ବିରାଟ କୋହଲି ହଉ RCB ଫ୍ୟାନ୍ ଯେତିକି କହୁଛି କେବେ ବି ତୁମେ କପ୍ ଦେଖିପାରିବନି। ଝିଅ ପିଲା କପ୍ ନେଉଛନ୍ତି ଲାଜ ଲାଗୁଛି ତୁମେ କେବେ ବି ତୁମ ଜୀବନରେ RCB ପିଲା କେବେ ବି ତୁମ ଜୀବନରେ କପ୍ ଦେଖିପାରିବନି।